ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା, ଆଜି ଆପଣଙ୍କ ସାମ୍ନାକୁ ପୁଣି ଏକ ନୂଆ କଥା ନେଇ ଆସିଛି। ଯେଉଁ କଥା ସାରା ରାଜ୍ୟର ଲୋକମାନେ ବର୍ତ୍ତମାନ ହାହାକାର ଅବସ୍ଥାରେ ଅଛନ୍ତି, ବହୁତ ଦୁଶ୍ଚିନ୍ତାରେ ଅଛନ୍ତି। ସମସ୍ୟା ଏଇଆ ଯେ ପକେଟରୁ ପଇସା ସବୁବେଳେ ଫାଙ୍କା ହେଇଯାଉଛି। ମାସ 30 ଦିନରୁ କମରେ ଆମ ପକେଟରୁ ଫାଙ୍କା ହେଉଛି କେମିତି, ତା ବିଷୟରେ ଆଲୋଚନା କରିବା। ଆଜ୍ଞା, ମୁଁ ଆଜି ଏହା କହିବା ପାଇଁ ଚାହୁଁଛି ଯେ ଓଡ଼ିଶାର ବିଦ୍ୟୁତ୍ ମାନଚିତ୍ର, ବିଦ୍ୟୁତ୍ ବିଷୟରେ କିଛି ଆଲୋଚନା କରିବା। ଆପଣମାନଙ୍କୁ ମୁଁ କିଛି ଜଣାଇବା ପାଇଁ ଚାହୁଁଛି, ଆପଣମାନେ ବି ଜାଣନ୍ତୁ ଏ ସରକାର କିପରି ଭାବରେ ଲୁଟୁଛି। ଓଡ଼ିଶା ବିଦ୍ୟୁତ୍ ମାନଚିତ୍ର ଆଜି ଆପଣଙ୍କୁ ମୁଁ ଉପସ୍ଥାପନ କରିବାକୁ ଯାଉଛି। ଓଡ଼ିଶା ଓ ଦିଲ୍ଲୀରେ ହିଁ କେବଳ ଘରୋଇ ସଂସ୍ଥା ବିଦ୍ୟୁତ୍ ବିତରଣ କରୁଛନ୍ତି। ଠିକ୍ ଅଛି। ରାଜ୍ୟରେ ମୋଟ ବିଦ୍ୟୁତ୍ ଉତ୍ପାଦନ ହେଉଛି 25,000 ମେଗାୱାଟ୍। 25,000 ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି, କିନ୍ତୁ ବିଦ୍ୟୁତ୍ ବ୍ୟବହାର ହେଉଛି କେମିତି? ବିଦ୍ୟୁତ୍ ବ୍ୟବହାର କିଏ କେତେ କରୁଛନ୍ତି, ଆମେ ତା ବିଷୟରେ ବି ଆଜି ଆଲୋଚନା କରିବା। ଦେଖନ୍ତୁ, ଓଡ଼ିଶା କଥା କହିବି। ଘରୋଇ ଉପଭୋକ୍ତା, ସାଧାରଣ ଲୋକମାନେ ଆମର ଯେଉଁ ରାଜ୍ୟରେ ଅଛନ୍ତି, 7ରୁ 8% ଆମ ରାଜ୍ୟବାସୀ ବିଜୁଳି ଉପଭୋଗ କରୁଛନ୍ତି ଏବଂ ଶିଳ୍ପ ପାଖାପାଖି 88% ସେମାନେ ଇଲେକ୍ଟ୍ରି ନେଇଛନ୍ତି। କୃଷି ମାତ୍ର 2%। ଆଜ୍ଞା, ମାତ୍ର 2% କୃଷି ନେଇଛି। ଠିକ୍ ଅଛି ନା? ଠିକ୍ ସେହିପରି ପଞ୍ଜାବରେ ସେଇ ଘରୋଇ ଉପଭୋକ୍ତା 30ରୁ 35% ସେମାନେ ଲାଇନ୍ ଜାଳୁଛନ୍ତି, କିନ୍ତୁ ଶିଳ୍ପ 40ରୁ 50% ସେମାନେ ଲାଇନ୍ ନେଇଛନ୍ତି। କୃଷି 20ରୁ 25%। ଆପଣ ଦେଖନ୍ତୁ, ଓଡ଼ିଶାରେ ମାତ୍ର 2% ଚାଷୀମାନଙ୍କ ପାଇଁ ଜାଳୁଛନ୍ତି। ସେମାନେ ଯେଉଁ ଚାଷ କ୍ଷେତ୍ରରେ ଇଲେକ୍ଟ୍ରି ବ୍ୟବହାର କରୁଛନ୍ତି, ସେଇ ତୁଳନାରେ 20ରୁ 25% ପଞ୍ଜାବରେ ସେମାନେ ଚାଷ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ତେଣୁ ଚାଷ ପ୍ରତି ତାଙ୍କର କିଭଳିଆ ଉନ୍ନତ ମାନର ହେଇପାରୁଛି, କିଭଳିଆ ଇଲେକ୍ଟ୍ରି ପଞ୍ଜାବକୁ ଫ୍ୟାସିଲିଟି ମିଳିଛି, ଆପଣ ସେ ଭିତରେ ଜାଣିପାରୁଥିବେ। ଶିଳ୍ପ ପାଇଁ ବିଦ୍ୟୁତ୍ ୟୁନିଟ୍ ପିଛା ଦର କେତେ? ଯେଉଁ ରାଜ୍ୟରେ ଶିଳ୍ପ ଅଛି, ତାଙ୍କୁ ରାଜ୍ୟ ସରକାର ଯେଉଁ ଟାଟା ପାୱାରକୁ ବର୍ତ୍ତମାନ ଦେଇଛି ଦାୟିତ୍ୱ, ଏବଂ ସେ ବିଜୁଳି କେତେ ଦେଉଛନ୍ତି କେଉଁଠି ନା ଆପଣଙ୍କର ଯେଉଁ ରହିଛି ଶିଳ୍ପକୁ କେତେ ବିଦ୍ୟୁତ୍ ଦେଉଛନ୍ତି। ଦେଖନ୍ତୁ ଆଜ୍ଞା, ମହାରାଷ୍ଟ୍ରରେ 9 ଟଙ୍କା ରେଟ୍ରେ ବିଦ୍ୟୁତ୍ ତାଙ୍କ ସରକାର ଦେଉଛନ୍ତି। କର୍ଣ୍ଣାଟକରେ 7 ଟଙ୍କା ତାଙ୍କ ସରକାର ୟୁନିଟ୍ ପିଛା ଶିଳ୍ପକୁ ଇଲେକ୍ଟ୍ରି ବିକୁଛନ୍ତି। ତେଲେଙ୍ଗାନାରେ 8 ଟଙ୍କା 50 ପଇସା ରେଟ୍ରେ ସରକାର ଶିଳ୍ପକୁ ବିକୁଛି, କିନ୍ତୁ ସେହି ତୁଳନାରେ ଓଡ଼ିଶାରେ ମାତ୍ର ଶିଳ୍ପକୁ 4.5 ଟଙ୍କାରେ ବିକ୍ରି କରାଯାଉଛି। କାହିଁକି ଆମ ଓଡ଼ିଶାରେ ଏତେ କମ୍ ରେଟ୍ରେ ଶିଳ୍ପକୁ କାହିଁକି ଦିଆଯାଉଛି ଏତେ କମ୍ ପଇସାରେ? କ'ଣ ପାଇଁ? ଆମର ଉତ୍ପାଦନ ଏଇଠି ହେଉଛି ବହୁତ, କିନ୍ତୁ ଆମର ଉପଭୋକ୍ତାମାନଙ୍କୁ ଜମା ସେମିତି କିଛି ଫ୍ୟାସିଲିଟି ଦିଆଯାଉନାହିଁ। ତାଙ୍କୁ ରେଟ୍ ବି କମ୍ କରାଯାଉନି, ଆହୁରି ବଢ଼ାଯାଉଛି, ତଣ୍ଟି ଧରାଯାଉଛି। କିନ୍ତୁ ଶିଳ୍ପକୁ କାହିଁକି ଏତେ କମ୍ ରେଟ୍ରେ ଦିଆଯାଉଛି? କ'ଣ ସେଇ ତୁଳନାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାରେ ଯଥେଷ୍ଟ ପଇସାରେ ସେମାନେ ତାଙ୍କର ଦେଉଛନ୍ତି? ଆଜ୍ଞା, ଦେଖନ୍ତୁ, ଓଡ଼ିଶାର ଶିଳ୍ପ ସଂସ୍ଥା ଶସ୍ତାରେ ବିଜୁଳି ପାଉଥିବାରୁ ବାର୍ଷିକ 80,000 କୋଟିରୁ 1,00,000 କୋଟି ଟଙ୍କା ଫାଇଦା ପାଉଛନ୍ତି। କେତେ ଟଙ୍କା ଫାଇଦା ପାଉଛନ୍ତି? ବହୁତ ଟଙ୍କା ପାଉଛନ୍ତି ନା। ଓଡ଼ିଶାରେ ପ୍ରାୟ 1.5 କୋଟି ଘରୋଇ ଉପଭୋକ୍ତାଙ୍କ ପାଇଁ
ଗୋଟିଏ ଟଙ୍କା କିମ୍ବା ଗୋଟିଏ ୟୁନିଟ୍ ବିଜୁଳି ରିହାତି ନାହିଁ। କାହିଁକି ଆଜ୍ଞା? କ'ଣ ପାଇଁ କୁହନ୍ତୁ? ଆମର ଦାବି ମାନେ ଓଡ଼ିଶାବାସୀଙ୍କର ଦାବି, ସେ ଦାବି ଆପଣ ରଖିବେ ଆଜ୍ଞା। ଆଉ ଇଲେକ୍ସନ୍ ସମୟରେ କିଛି କହିଥିଲେ ଘରୋଇ ଉପଭୋକ୍ତାଙ୍କୁ 300 ୟୁନିଟ୍ ମାଗଣା ବିଜୁଳି ଦେବେ କହିଥିଲେ। 300 ୟୁନିଟ୍ ମାଗଣା ବିଜୁଳି ଆପଣ ଦେବେ ବୋଲି କହିଛନ୍ତି ଇଲେକ୍ସନ୍ ସମୟରେ, ଆପଣ ଦଉନାହାନ୍ତି କ'ଣ ପାଇଁ? ଦିଅନ୍ତୁ। ଦ୍ୱିତୀୟଟି ହେଉଛି କୃଷି ପାଇଁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ଦିଅନ୍ତୁ। କୃଷି କ୍ଷେତ୍ର ଯଦି ଆପଣ ଚାହୁଁଛନ୍ତି ଆଗକୁ ବଢ଼ିବା ପାଇଁ, ତାହେଲେ ଆପଣ କୃଷକମାନଙ୍କ ପାଇଁ ମାଗଣା ବିଜୁଳି ଦିଅନ୍ତୁ। ତାହେଲେ କୃଷକମାନେ ଯଦି ସେମାନେ ତାଙ୍କର କୃଷି କ୍ଷେତ୍ରରେ ଉତ୍ପାଦନ ଭଲ କରିପାରିଲେ, ରାଜ୍ୟ ହସିବ, ରାଜ୍ୟ ଖୁସିରେ ବଞ୍ଚିବ, ଆହାର ଠିକ୍ ସେ ପାଇପାରିବେ। ଯେଉଁ ରେଟ୍ ବର୍ତ୍ତମାନ ବଢ଼ୁଛି ନା, ରେଟ୍ ଦାଉରୁ ଆମେ ଟିକେ ବଞ୍ଚିପାରିବା ଆଜ୍ଞା। ଠିକ୍ ସେହିପରି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଯେଉଁ ସିକ୍ୟୁରିଟି ଡିପୋଜିଟ୍ ପାଇଁ ଯେଉଁ ଆପଣ ନୋଟିସ୍ ଉଠାଇଛନ୍ତି ନା, ତାହା ବି ପ୍ରତ୍ୟାହାର କରନ୍ତୁ ଆପଣ ଯଥାଶୀଘ୍ର। ସ୍ମାର୍ଟ ମିଟରର ବିଶ୍ୱସନୀୟତା ପ୍ରମାଣିତ ହେବା ଯାଏଁ କାର୍ଯ୍ୟକାରୀ ବନ୍ଦ କର। ଯେଉଁ ସ୍ମାର୍ଟ ମିଟରକୁ ଯେଉଁ ଭଳି ଆପଣ କାମ କରୁଛନ୍ତି, ତାକୁ ବନ୍ଦ କରନ୍ତୁ, ବର୍ତ୍ତମାନ କରନ୍ତୁ ନାହିଁ। ଶସ୍ତା ବିଜୁଳି ଶିଳ୍ପକୁ ଦେଇ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ବାର୍ଷିକ ରିହାତି କେଉଁ ଯୁକ୍ତିରେ ଦିଆଯାଉଛି ଆଜ୍ଞା? ଅନ୍ୟ ରାଜ୍ୟମାନଙ୍କ ଭଳି ୟୁନିଟ୍ ପିଛା ଅନ୍ୟୁନ 8 ଟଙ୍କା ଶିଳ୍ପଠାରୁ ଆଦାୟ କର। କୃଷି ପାଇଁ ମାଗଣା ବିଜୁଳି ଓ ଘରୋଇ ଉପଭୋକ୍ତାଙ୍କୁ 300 ୟୁନିଟ୍ ବିଜୁଳି ମାଗଣା ଦିଅ। ଆମ କୋଇଲା ଓ ଆମ ପାଣିରେ ଅନ୍ୟ ରାଜ୍ୟରେ ବିଜୁଳି ଶସ୍ତା, ଆମେ କିନ୍ତୁ ମୁଣ୍ଡରେ ହାତ ଦେଇ ବସିଛୁ କାହିଁକି? କୁହନ୍ତୁ ଆଜ୍ଞା। ଦୟାକରି ଏ ସରକାରଙ୍କୁ ଆମେ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅନୁରୋଧ କରୁଛୁ, ଯଥାଶୀଘ୍ର କିଛି ପଦକ୍ଷେପ ନିଅନ୍ତୁ, ଯେଉଁଟା ସାରା ଓଡ଼ିଶାବାସୀଙ୍କ ପାଇଁ ସହିଲା ଭଳିଆ ହେବ। ଇଲେକ୍ସନ୍ ସମୟରେ ଯେଉଁ ଆପଣ କଥା ଦେଇଥିଲେ 300 ୟୁନିଟ୍ ମାଗଣା ବିଜୁଳି ଦେବେ ବୋଲି, ତା ଆପଣ ଯଥାଶୀଘ୍ର ଲାଗୁ କରନ୍ତୁ। ରହିଲି, ନମସ୍କାର।